ଜଗନ୍ନାଥ ସାଙ୍ଗମାନେ କେମିତି ଅଛନ୍ତି? ସବୁ ଭଲ ଅଛନ୍ତି ନା? ଆଶା କରୁଛି ସମସ୍ତେ ଜଗନ୍ନାଥଙ୍କ କୃପାରୁ ଭଲରେ ଥିବେ। ମୁଁ ମଧ୍ୟ ବହୁତ ଭଲରେ ଅଛି। ତ ଏବେ ବ୍ରେକଫାଷ୍ଟ ଆଜି ଶନିବାର ବ୍ରେକଫାଷ୍ଟ ସରିଯାଇଛି ଆଉ ଫ୍ରି ଥିଲି ତ ଭାବିଲି ଆପଣମାନଙ୍କୁ ନେଇକି ଆମର କିଚେନ୍ ଗାର୍ଡ଼େନ୍ ଟିକେ ବୁଲି ଆଣିବା ଆଉ କ'ଣ କ'ଣ ସବୁ ହାରଭେଷ୍ଟିଂ ହେଉଛି ସେଇଟା ଦେଖେଇବି। ତ ଏଇଠି ଦେଖନ୍ତୁ ଆମର କଲରା ବାଇଗଣ 3ଟା ହେଇଥିଲା ଗଛରେ, ସେଟାକୁ ତୋଳି ନେଇଛି। ଆଉ କଲରା 5-6ଟା ହେଇଛି, ସେଇଟା ମଧ୍ୟ ତୋଳି ନେବା। ବେଶୀ ବଡ଼ ସାଇଜ୍ କଲରା ନୁହଁ, କିନ୍ତୁ ଯେତିକି ହେଇଛି ଗୋଟେ ଥର ତ ହେଇଯିବ 2 ଜଣଙ୍କୁ। ଆଉ ବାଡ଼ିରେ 1-2ଟା ଫଳିଲେ ବି ସେଇଟା ବହୁତ ଖୁସି, କାହିଁକିନା ଏଇଟା ବିନା ସାର ପିଡ଼ିଆ ଜିନିଷ। ଏଥିରେ କିଛି ବି ସାର ପିଡ଼ିଆ ଦିଆହେଇନି। ଯାହା ଆମର କିଚେନ୍ ୱେଷ୍ଟେଜ୍ ବାହାରୁଛି ସେଇଗୁଡ଼ାକ ହିଁ ଗଛ ମୂଳରେ ଦିଆହେଉଛି। ଆଉ ଦେଖନ୍ତୁ କେତେ ସୁନ୍ଦର ଗ୍ରୀନ୍ ହେଇଛି। ଆଉ କିଛି କଷି କଲରା ଅଛି, ସେଇଟାକୁ 2-3 ଦିନ ଗଲା ପରେ ତୋଳିବି। ତ ଏଇଟା ତୋଳି ସାରିକି ଚାଲନ୍ତୁ ଏବେ ବିନ୍ସ ତୋଳିବା। ବିନ୍ସରେ ମାନେ ଏବେ 2-4 ଦିନ ହେଲା ମୁଁ ତୋଳିନି, କେତେ ସାରା ଫୁଲ ହେଇଛି ଦେଖନ୍ତୁ। ବିନ୍ସରେ ବହୁତ ସାରା ଫୁଲ ହେଇଛି ଆଉ ଫଳ ମଧ୍ୟ ହେଇଛି। ଆମର ବିନ୍ସ ହେଇଛି। ତ ଏଇ ଯେଉଁ ଗାଙ୍ଗଲାଟା ଆଣିଛି ଏଇଟା ନିଶ୍ଚିନ୍ତ ଆଜି ମୁଁ ଫୁଲ୍ କରିକି ନେବି। ଯେତିକି ବିନ୍ସ ଦେଖାଯାଉଛି ମୋତେ ଏଇଟା ଫୁଲ୍ ହିଁ ହେଇଯିବ। କିଲେ ଖଣ୍ଡେ ବିନ୍ସ ବାହାରିବ ବୋଧେ ମୋତେ ଲାଗୁଛି ଆଜି ମାର୍କେଟ ଯିବ। ତ କେଉଁମାନେ କିଣିବା ପାଇଁ ଇଚ୍ଛୁକ ସେମାନେ କମେଣ୍ଟ କରନ୍ତୁ, ଆଉ ମୁଁ ବିନ୍ସ ପଠାଇଦେବି। ଆଉ କ'ଣ ଯେଉଁମାନଙ୍କର ପସନ୍ଦ। ଏଇଟା ମେନଲି ହେଉଛି କ'ଣ କି, ଆମର ବାଡ଼ିରେ ମାନେ ନିଜେ ଗଛ ଲଗାଇବା ଆଉ ତୋଳିକିରି ଖାଇବା। ଯେତେବେଳେ ଏଇଟା ଦରକାର ହେବ ନା ଆପଣ ଧାଇଁଯିବେ, ମୁଠାଏ ତୋଳି ଆଣିକି ଭାଜିଦେବେ। ତ କିଣିବା ଜିନିଷ ଆଉ ବାରି ତୋଳା ଜିନିଷ ଭିତରେ ବହୁତ ଫରକ ଥାଏ। ଆଉ ଆର ଟେଷ୍ଟ ତା ଟେଷ୍ଟ ମଧ୍ୟ ବହୁତ ଅଲଗା ଥାଏ। ଏଇ ଜିନିଷଟା ବିନା ସାର ପିଡ଼ିଆ ରହୁଛି, ଆଉ ସେଇଟା ତ ଆପଣମାନେ ଜାଣୁଥିବେ। ସେ ଏମିତିକାର ସାର ପିଡ଼ିଆ ଦିଆହେଉଛି, ତାପରେ କଲର୍ ଦିଆହେଇକି ସେଇଟାକୁ ଗ୍ରୀନ୍ କରାହେଉଛି। ଆମର ଏଇଟା ତ ସେ ସିଷ୍ଟମ୍ କିଛି ନାହିଁ ନା। ଏଇଟା ଆମେ ନିଜେ ଲଗେଇଲେ, ତୋଳିଲେ, ଆଣିକି ଖାଇଲେ, ରୋଷେଇ କରିକି ଖାଇଲେ ତ ପୁରା ଫ୍ରେଶ୍ ଜିନିଷ। ଯେତେବେଳେ ଦରକାର ସେତେବେଳେ ତୋଳିକି ଆଣିକି ଖାଇବା। ଆଉ ଏମିତି ଆଣିବା କିଣିକିରି। ଆଉ ଅବଶ୍ୟ ସବୁ ଜିନିଷ ଆମେ ବାଡ଼ିରେ ଚାଷ କରିପାରିବାନି, କିନ୍ତୁ ଯେତିକି ହେଇପାରିବ ସେତିକି ତ ଆମେ ନିଶ୍ଚିନ୍ତ କରିପାରିବା, ଯେହେତୁ ସ୍ପେସ୍ ଅଛି ଆମର ଲଗାଇବା ପାଇଁ। ଆଉ ଆମର ସବୁ ବର୍ଷ ଅଳ୍ପ ବହୁତ ଲାଗେ। ତ ବିନ୍ସ ଲାଗେ, ଆଉ ଆମର କୋଶଳା ଶାଗ ଲାଗେ, ବାଇଗଣ, କଞ୍ଚା ଲଙ୍କା, ବାଇଗଣ, ଲଙ୍କା ଏଇଟା ଲାଗୁଥିଲା, କିନ୍ତୁ ଏବେ 2-3 ବର୍ଷ ହେଲା ସେଇଟା ଭଲ ଫସଲ ଦେଉନି, ତ ସେଥିପାଇଁ ସେଇଟାକୁ ଆଉ ଲଗା ହେଉନି। ଆଉ ଏଇ ଯେଉଁ ବାଇଗଣ ତୋଳିକି ଆଣିଛି ନା, ଏଇ ଗଛଟା ଏମିତି ଉଠି ଯାଇଥିଲା, ମଞ୍ଜି ପଡ଼ିକି କେମିତି 2-3ଟା ଗଛ ଉଠିଥିଲା, ସେ ମରିକା ଗୋଟିଏ ଗଛ ବଞ୍ଚିଥିଲା। ତ ସେଇଥିରେ ସେ ବାଇଗଣ ହେଇଛି, ଭଲ ମଧ୍ୟ ହେଇଛି। ଆଗରୁ 2-3ଟା ତୋଳିକି ନେଇଥିଲି, ଏବେ 3ଟା ତୋଳିକି ଆଣିଛି, ଆଉ କଷି ଅଛି। ଆଉ ଦେଖନ୍ତୁ କେତେ ସାରା ବିନ୍ସ ହେଇଛି ଏ ଗଛରେ, ଢେର ସାରା ବିନ୍ସ ହେଇଛି। ଆଉ ଏତିକି ବିନ୍ସ ଆଜି ଯେତିକି ତୋଳା ହେଉଛି, ମୋତେ ଲାଗୁଛି ଏଇ ବିନ୍ସ ଖାଇବା ପାଇଁ ଆମକୁ 4-5 ଦିନ ଲାଗିଯିବ। କାରଣ ୟାକୁ ତ ଖାଇ ହେବନି, ୟାକୁ କାହାକୁ ଦେବାକୁ ପଡ଼ିବ ମୋତେ। ଏତେ ବିନ୍ସ ଯୋଡ଼େ ମାନେ 1-2 ଦିନ ଭିତରେ ଖାଇ ହେବନି, ତ କାହାକୁ ଆମର ଏଇଠି ଅଛନ୍ତି ସବୁ ଦେଇଦେବି କାହାକୁ। ଆଉ ଦେଖନ୍ତୁ କେତେ ବିନ୍ସ, ଗୋଟେ ଗୋଟେ ଗଛରେ ପୁରା ମୁଠାଏ ଲେଖା ବିନ୍ସ। ଆଉ ବିନ୍ସ ମାନେ କ'ଣ କି, ଯେତେବେଳେ ଦରକାର ହେଉଛି ମୁଁ ଆସିକି ମୁଠାଏ ଲେଖା ନେଇଯାଉଛି। ତ ସବୁଆଡ଼ୁ ତୋଳି ହେଉନି, ଏଗୁଡ଼ା ଟିକେ ବଡ଼ ସାଇଜ୍ ହେଇଗଲାଣି। ଆଉ ଦିନକ ଆଗରୁ ଏଇଟା ତୋଳିବାର ଥିଲା, 2 ଦିନ ଆଗରୁ। ତ ଦେଖନ୍ତୁ ଟିକେ ମୋଟା ହେଇଗଲାଣି ବିନ୍ସ। ଗୋଟେ ପଟାଳି ବିନ୍ସ ଲଗେଇବେ ସଫିସିଏଣ୍ଟ ଖାଇବେ 2-3 ମାସ। ଆଉ ଏଇଠି କିଚେନ୍ ୱେଷ୍ଟେଜରୁ ଗୋଟେ ଗଛ ଉଠିଥିଲା, ଟମାଟୋ ଗଛ, ଏଇଟା ଲଗେଇ ଦେଇଥିଲି। ଆଉ ଏଥିରେ କଷି ମଧ୍ୟ ହେଇଛି, ଟମାଟୋ କଷି ହେଇଛି ଦେଖନ୍ତୁ। ବାଡ଼ିରେ ଗୋଟେ ଫସଲ ହେଇଥିବ ନା, ଭାରି ଖୁସି ଲାଗେ। କିଛି ନହେଲେ ବି ଏମିତି ଗୋଟେ ବୁଲିକି ଦେଖିବା ପାଇଁ ଭଲ ଲାଗେ, ଆଉ ଟାଇମ୍ ପାସ୍ ମଧ୍ୟ ହେଇଯାଏ। ବିନ୍ସ ତୋଳି ସାରିଲା ପରେ ଏବେ ଆସିଲି ଶିମ୍ବ ତୋଳିବା ପାଇଁ। ଆଉ ଶିମ୍ବ ଦେଖନ୍ତୁ କେତେ ସୁନ୍ଦର ହେଇଛି। ୟାକୁ ତୋଡ଼ି ଶିମ୍ବ ତ କହନ୍ତି ଆମ ଆଡ଼େ, ଆପଣଙ୍କର ସବୁ କ'ଣ କହନ୍ତି କମେଣ୍ଟ କରିକି ଜଣାଇବେ। ବେଶୀ ଫଳିନି, ଏଇଟା ଆଜି ଫାଷ୍ଟ ହାରଭେଷ୍ଟିଂ ୟାର। ତ ଶିମ୍ବ ଜମା ବି ତୋଳି ନଥିଲି, ଆଜି ପ୍ରଥମ ଥର ପାଇଁ ତୋଳୁଛି। ବେଶୀ ବି ହେଇନି, 2-3ଟା ପେନ୍ଥା ହେଇଛି। ଆଉ ଫୁଲ ବହୁତ ହେଇଛି, ଗଛ ମାଡ଼ିଛି, ମୋତେ ବହୁତ ଜାଗା ମାଡ଼ିଛି। ଫଳିବ ନିଶ୍ଚିନ୍ତ, ମୋତେ ଲାଗୁଛି ଏ ବର୍ଷ ବହୁତ ଫଳିବ। ଏବେ 1-2 ବର୍ଷ ହେଲା ଭଲ ଫଳୁନଥିଲା,
ଛାତ ଉପରକୁ ମଡ଼ିଆ ହେଉଥିଲା। ଏ ବର୍ଷ ସେଥିପାଇଁ ମୁଁ ମନା କଲି, ମୁଁ କହିଲି ଛାତ ଉପରକୁ ମଡ଼ାଅନି, ଏଇଟା ଏମିତି ତଳେ ବାଉଁଶ ଆମର ଥିଲା ତ ପକେଇ ଦେଇଛୁ, ବାଉଁଶ ଉପରେ ମାଡ଼ୁଛି, ତୋଳି ହେବ, ଛାତ ମଧ୍ୟ ଅସନା ହେବନି। ଏଇଠି ଦେଖନ୍ତୁ ଇଏ ମଧ୍ୟ ଗୋଟେ ପେନ୍ଥା ହେଇଛି, ଏଥିରୁ ତୋଳି ନେଇଯିବି। ଶିମ୍ବଟା ବେଶୀ ବାହାରିବନି କାରଣ ଏବେ ତ ଫଳିବା ଷ୍ଟାର୍ଟ ହେଇଛି, ଟିକେ ଟାଇମ୍ ଲାଗିବ, ଆଉ 4-8 ଦିନକୁ ବହୁତ ଫଳିବ। ଆଉ ଫୁଲ ମଧ୍ୟ ଦେଖୁଛି କେତେ ସାରା ଫୁଲ ହେଇଛି, ଦେଖନ୍ତୁ ବହୁତ ସାରା ଫୁଲ ହେଇଛି। ଏଇଠି ଦେଖନ୍ତୁ ପୁରା ପେନ୍ଥା ପେନ୍ଥା ହେଇକି ଫୁଲ ହେଇଛି। ଏଗୁଡ଼ା ଫଳିଲେ ନା ଖାଇ ହେବନି, ଏତେ ମାତ୍ରାରେ ଫଳିବ। ଏ ଶିମ୍ବ ହଉ କି ବିନ୍ସ ହଉ, ଏଗୁଡ଼ା ବହୁ ମାତ୍ରାରେ ଫଳେ। ଆଉ ଗୋଟେ ହେଉଛି ଛଚିନ୍ଦ୍ରା, ସେଇଟା ମୋତେ ଏତେ ଫଳିବ ଆପଣଙ୍କୁ ପୁରା ରିଜିଡ଼ କରିଦେବ, ଖାଇପାରିବେନି ଆପଣ ଯଦି ଲଗାଉଛନ୍ତି। ଅବଶ୍ୟ ସବୁ ବର୍ଷ ହେଉନି, ଦେଖନ୍ତୁ ମୁଁ କହୁଥିଲା ଗାଙ୍ଗଲା ଫୁଲ ହେଇଯିବ, ମୋର ଫୁଲ ହେଇଗଲା। ଫୁଲ ହେଇଗଲା କ'ଣ, ତାର ଜାଗା ହିଁ ହେଉନି। ଆଉ ଖାଲି ଲଙ୍କା 2-4ଟା ତୋଳିବି। ଲଙ୍କା ଗଛ ଚାଲନ୍ତୁ ଦେଖିବି, ଆଗେ ପ୍ରଥମେ ଫୁଲ ଗଛ ଦେଖିଦେଇଛି। ଗାଡ଼ି ଉପରେ ଥୋଇଦେବା, ଏଇଟା ଫୁଲ ଗଛ ଦେଖେଇ ଦେଉଛି ଆପଣମାନଙ୍କୁ। ଏଇଟା ହେଉଛି ଆମର କାଲକାଟା ଗେଣ୍ଡୁ, ଏଇଟା 2-3 ବର୍ଷ ତଳର ଗଛ। ଆଉ ମୁଁ ଏଠାରୁ ନା କ'ଣ କରେ ନା, ଆର ସବୁ ପଖା ଗୁଡ଼ା ଛିଡ଼େଇକି ଲଗେଇ ଦିଏ ଗଛ। ଏଇ ଗଛଟା ମଲା ବେଳକୁ ତାର ପଖା ଛିଡ଼େଇକି ଲଗେଇଦିଏ, ସେଇଟା ବଞ୍ଚିକି ସେଥିରେ ଫୁଲ ଫୁଟେ। ଏମିତି ହେଇକା ଏଇ ଗଛ 3 ବର୍ଷର ହେଲାଣି, ଆଉ ଅଛି। ଆଉ କ'ଣ, ଆପଣମାନେ ମଧ୍ୟ ଚାହିଁଲେ ସେଇଭଳି ଭାବରେ ଗଛ ବଞ୍ଚେଇକି ରଖିପାରିବେ। ଆମର ବର୍ଷକୁ 12 ମାସ ଏମିତି ହିଁ ଥାଏ ଗଛ। ଆଉ ଯେଉଁ ପଖାଗୁଡ଼ା ଛିଣ୍ଡେଇକି ଲଗେଇବେ ନା, ସେଗୁଡ଼ାକ ଯେମିତି ମାନେ କଢ଼ ହେଇନଥିବ, ଯଦି ବି କଢ଼ ହେଇଥିବ ସେ କଢ଼ଟା ଛିଣ୍ଡେଇକି ଫୋପାଡ଼ି ଦେବେ, ତାପରେ ସେଇଟାକୁ ଲଗେଇବେ, ସେଇଟା ବଢ଼ିଆ ସେ କଅଁଳିକିରି ଭଲ ଫୁଲ ଫୁଟିବ। ମୁଁ ସେମିତି କରିକି ହିଁ ଗଛ ରଖିଛି। ଏଇଟା ଫୁଲଗୁଡ଼ା ମଉଳି ଗଲାଣି ତ ସେଥିପାଇଁ ଛିଡ଼େଇ ଦେଉଛି, ଏଇଟା କମ୍ପୋଷ୍ଟ ହେଇଯିବ, କାହିଁ ଗଛରେ ରହିକି ଶୁଖିବ, ତଳେ ପକେଇଦେଲେ ମାଟିରେ ମିଶିଯିବ କମ୍ପୋଷ୍ଟ ହେଇକି। ତ ଏଇଟା ହେଉଛି ଆପଲ୍ ବେରୀ, ନୂଆ ଗଛ ଲାଗିଛି ଏ ବର୍ଷ। ଆଉ ଏଇଟା ମଧ୍ୟ ଗୋଟେ ଗେଣ୍ଡୁ ଗଛ, ଏଇଟା ଏଇ ବର୍ଷ କିଣା ହେଇକି ଲାଗିଛି, କେଜାଣି କି ଫୁଲ ଫୁଟିବ, ସେଇଟା ଫୁଟିନି ଆଜି ପର୍ଯ୍ୟନ୍ତ, ମାଘ ମାସ ସରିଲାଣି। ଚାଲନ୍ତୁ ଏବେ ଲଙ୍କା 2-4ଟା ତୋଳିଦେବା। ବେଶୀ ନାହିଁ, 2ଟା ଗଛ ଲଙ୍କା ଗଛ ହେଇଛି, ଆଉ ଲଙ୍କା ମଧ୍ୟ ଢେର ହେଇଛି ଏଥିରେ। ଏଇଟା କ'ଣ କି ଆମର ଘରୁ ଲଙ୍କା ସରିଯାଇଛି, ମୁଁ ବେଶୀ ନେବିନି, ଯେହେତୁ ବାଡ଼ିରେ ଗଛ ଅଛି, ଯେତେବେଳେ ଦରକାର ତ ନେଇପାରିବି, ସେଥିପାଇଁ 2-4ଟା ହିଁ ଲଙ୍କା ନେବି, ବେଶୀ ନେବିନି। ଆଉ ଲଙ୍କା ମଧ୍ୟ ଆଉ ଛୋଟ ଛୋଟ ଲାଗିଛି ଗଛ, ପୁରା ଛୋଟ ଅଛି ଗଛ। ଆଉ ତଳି ମଧ୍ୟ ପଡ଼ିଛି, ଲଙ୍କା ତଳି ଦେଖେଇବି ଆପଣମାନଙ୍କୁ। ଦେଖନ୍ତୁ 4ଟି ଲଙ୍କା ତୋଳିଲି। ଏଇଠି ଦେଖନ୍ତୁ ଲଙ୍କା ତଳି ପଡ଼ିଛି, ଏଇଟାକୁ ଲାଗିବ କ'ଣ, ଟିକେ ଏଇ ଜାଗାରେ ଘାସ ହେଇଯାଇଛି, ଆକୁ ସଫା କରିଦେଇକି ଲଗେଇବି। ଆଉ ଏଇଠି ଗୋଟେ ଗୋଟେ ଲଙ୍କା ଗଛ ଲଗା ହେଇଛି, ଟମାଟୋ ଗଛ ମଧ୍ୟ ଲାଗିଛି। ଟମାଟୋର ତ ଆଉ ସିଜିନ୍ ନାହିଁ, କିନ୍ତୁ ହେଇଛି ତ ଅଛି। ଆଉ ଏବେ ଚାଲନ୍ତୁ ଦେଖିବେ ଆମର ସବୁ କ'ଣ କ'ଣ ପରିବା କେତେ କେତେ ତୋଳିଛି। ବିନ୍ସ ତ ବହୁତ ତୋଳିଛି, ଦେଖନ୍ତୁ କେତେ ସାରା ବିନ୍ସ। 3ଟା ବାଇଗଣ ଦେଖେଇଥିଲି ପ୍ରଥମେ ଆପଣଙ୍କୁ, ଆଉ 6ଟା କଲରା। କଲରା ଗଛ ତ ଗୋଟିଏ, ସେଥିରେ ଯାହା ହେଇଛି, ଆଉ କ'ଣ, ଯାହା ହେଇଛି ଭଲ ହେଇଛି। ଆଉ ଶିମ୍ବ ମୁଠାଏ ହେବ ତୋଳିଛି, ବେଶୀ ନାହିଁ। ଏଥିରୁ କେଉଁ ପରିବାଟା ଆପଣମାନଙ୍କୁ ବେଶୀ ପସନ୍ଦ କମେଣ୍ଟ କରିକି ଜଣେଇବେ। ମୁଁ ଦେଇପାରିବିନି ଅବଶ୍ୟ, କିନ୍ତୁ କମେଣ୍ଟରେ ତ ଜାଣିପାରିବେ ଆପଣମାନଙ୍କୁ କାହାକୁ କେଉଁ ପରିବାଟା ପସନ୍ଦ ଅଛି। ଆଉ ବାଡ଼ିରେ ମାନେ କିଣିକିରି ଖାଇବା ଅପେକ୍ଷା ବାଡ଼ିରେ ଲଗେଇକି ଖାଇବାଟା ବହୁତ ଖୁସି ଲାଗେ। ମୋତେ ତୋଳିବାକୁ ଲଗେଇବା ଅପେକ୍ଷା ତୋଳିବାକୁ ବେଶୀ ପସନ୍ଦ ଲାଗେ, କିନ୍ତୁ ଏ ବର୍ଷ ଟିକେ ଲଗାଲଗି କରୁଛି। ଆଗରୁ ମୁଁ ଏତେ ଲଗାନ୍ତି, କିନ୍ତୁ ମୁଁ ତୋଳିକି ଆଣେ ସବୁତକ। ତୋଳିବା ପାଇଁ ମୋତେ ବହୁତ ଖୁସି ଲାଗେ। ତ ଭିଡ଼ିଓ ଯେଉଁମାନେ ଶେଷ ପର୍ଯ୍ୟନ୍ତ ଦେଖୁଛନ୍ତି ସେମାନଙ୍କୁ ଧନ୍ୟବାଦ। ଦେଖିଦିଅନ୍ତୁ ଆଜି ଆମର କେତେ ହାରଭେଷ୍ଟିଂ ହେଇଛି। ପୁଣି ନେକ୍ସଟ ହାରଭେଷ୍ଟିଂ ବେଳେ ଆପଣମାନଙ୍କୁ ପୁଣି ଭିଡ଼ିଓ ବନେଇକି ଦେଖେଇବି। ଯେଉଁମାନେ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖୁଛନ୍ତି ସେମାନଙ୍କୁ ଧନ୍ୟବାଦ।